ଏଇଟା ହଉଛି ଭେଜିଟେବୁଲ ଚପ୍। ଏଇଟା ଏତେ ଟେଷ୍ଟି ଯେ ମାର୍କେଟରେ ମିଳୁଥିବା ଚପ୍ ବି 100% ଫେଲ୍ ମାରିବ। ଆଉ ମୁଁ ଆଜି ଟିକେ ୟୁନିକ୍ ୱେରେ ବନଉଛି। ଆଉ ଛୋଟ ପିଲାଙ୍କ ପାଇଁ ଏଇଟା ହଉଛି ପରଫେକ୍ଟ ରେସିପି। ଜୟ ଜଗନ୍ନାଥ ସମସ୍ତଙ୍କୁ। ଚାଲନ୍ତୁ ଷ୍ଟାର୍ଟ କରିବା। ମୁଁ ଏଇଠି ଗୋଟେ ପ୍ୟାନ୍‌କୁ ଗ୍ୟାସ୍‌ରେ ବସେଇକି 2 ଚାମଚ ଦେଇଦେଇଛି ରିଫାଇନ୍ ଅଏଲ୍। ଆପଣମାନେ ବଟର ବି ୟୁଜ୍ କରିପାରିବେ। ଦେଇଛି କିଛି ଜିରା, କଟା ରସୁଣ, କିଛି କଟା ଅଦା, କଞ୍ଚା ଲଙ୍କା। ତାକୁ 2 ମିନିଟ୍ ରୋଷ୍ଟ କରିନେଇଛି। ଆପଣମାନେ ଯଦି ପିଆଜ ରସୁଣ ଖାଉନାହାନ୍ତି ତାହେଲେ ରସୁଣକୁ ସ୍କିପ୍ କରିପାରିବେ। ପରିବାରେ ନେଇଛି ମୁଁ ଗାଜର, ବିଟ୍, ବିନ୍ସ, କ୍ୟାପ୍ସିକମ୍। ଏଇ 4ଟା ପରିବାକୁ ମୁଁ ୟୁଜ୍ କରିଛି। ଆପଣମାନେ ଚାହିଁଲେ ଅଧିକ ପରିବା ବି ୟୁଜ୍ କରିପାରିବେ। ଲୁଣ ପକେଇକି ତାକୁ ହାଇ ଫ୍ଲେମ୍‌ରେ ଭଲସେ ରୋଷ୍ଟ କରି ନେଇଛି। ଆଉ ତାକୁ ଥଣ୍ଡା ହେବା ପାଇଁ ସାଇଡ଼ରେ ରଖିଦେଇଛି। ବଳକା ବ୍ରେଡ୍‌ରୁ ମୁଁ ଛୋଟ ଛୋଟ ଏମିତି ଟୁକୁରା କରିନେଇଛି। ତାକୁ ଗ୍ରାଇଣ୍ଡରରେ ପକେଇକି ଗ୍ରାଇଣ୍ଡ କରିକି ବ୍ରେଡ୍ କ୍ରମ୍ସ ବନେଇ ନେଇଛି। ଯଦି ଘରେ ନାହିଁ ବ୍ରେଡ୍ ତାହେଲେ ବ୍ରେଡ୍ କ୍ରମ୍ସ ଜାଗାରେ ସୁଜି ବି ୟୁଜ୍ କରିପାରିବେ। ଅଧା ମୁଁ ଏଇଠି ଅଲଗା କରିକି ରଖିନେଇଛି। ଆଉ ଅଧା ସେ ମିକ୍ସି ଜାର୍‌ରେ ହିଁ ଛାଡ଼ି ଦେଇଥିଲି। ଏଇଠି ମୁଁ 1 ଚାମଚ ନେଇଛି ମଇଦା, 1 ଚାମଚ କର୍ଣ୍ଣଫ୍ଲାୱାର। ତାକୁ ଭଲସେ ପାଣି ଦେଇକି ସ୍ଲରି ବନେଇ ନେଇଛି। ସାଇଡ଼ରେ ରଖିଥିବା ମସଲା ଏଇଠି ଆମର ଭଲସେ ଥଣ୍ଡା ହେଇଗଲାଣି। ତା ଉପରେ ଦେଇଦେଇଛି ମୁଁ 2ଟା ସିଝା ଆଳୁ। ସିଝା ଆଳୁକୁ ମୁଁ ଏଇଠି କୋରି ନେଇଥିଲି। ଆପଣମାନେ ଚାହିଁଲେ ଚକଟିକି ନେଇପାରିବେ। ଗୁଣ୍ଡ ମସଲାରେ ମୁଁ ଏଇଠି ନେଇଛି ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ଧଣିଆ ଗୁଣ୍ଡ, ତାପରେ ଚାଟ୍ ମସଲା, ଆଉ କିଛି ଦେଇଛି ଗରମ ମସଲା। ତାକୁ ଦେଇକି ଧଣିଆ ପତ୍ର ଦେଇକି ବ୍ରେଡ୍ କ୍ରମ୍ସ ଦେଇକି ଭଲସେ ଏମିତି ଚକଟି ନେଇଛି। ଏଇଠି ଗୋଟେ ଡୋ ବନି ହେଇଗଲା ପରେ ତାକୁ ଏମିତି ହାତରେ ନେଇକି ସେପ୍ ବନେଇ ନେଇଥିଲି। ଆପଣମାନେ ଚାହିଁଲେ ଯୋଉ ଭଳିଆ ସେପ୍‌ରେ ବନେଇ ପାରିବେ। ଗୋଟି ଗୋଟି କରି ଏମିତି ସବୁତକ ମୁଁ ରେଡ଼ି କରି ନେଇଥିଲି। ତାପରେ କରିକି ରଖିଥିବା ମଇଦା ଆଉ କର୍ଣ୍ଣଫ୍ଲାୱାର ସରିଲେ ଡିପ୍ କରିକି ବ୍ରେଡ୍ କ୍ରମ୍ସରେ ମୁଁ କୋଟ୍ କରି ନେଇଥିଲି। ଏଇଠି ଦେଖିପାରୁଥିବେ ବ୍ରେଡ୍ କ୍ରମ୍ସ କେତେ ଭଲସେ କୋଟ୍ ହେଇଯାଇଛି। ଆପଣମାନଙ୍କୁ ଯଦି ଅଧିକ ଲାଗୁଥିବ ତାହେଲେ ହାତରେ ଟିକେ ଝାଡ଼ିଦେବେ। ବ୍ରେଡ୍ କ୍ରମ୍ସ କେବଳ ଆମେ କ୍ରିସ୍ପି ପାଇଁ ୟୁଜ୍ କରୁଛେ। ଆପଣମାନେ ଚାହିଁଲେ କେବଳ ସ୍ଲରିରେ ଡିପ୍ କରିକି ଫ୍ରାଏ କରିପାରିବେ। ଭଲସେ ଫ୍ରାଏ ହେଇଗଲା ପରେ ଦେଖିପାରୁଥିବେ କଲର୍ କେମିତି ଆସିଯାଇଛି। ଏଥିପାଇଁ କହିଥିଲି କି ଛୋଟ ପିଲାଙ୍କ ପାଇଁ ବେଷ୍ଟ ବୋଲି। ଛୋଟ ପିଲାମାନେ ଭେଜିଟେବୁଲ୍ସ ଖାଇବା ପାଇଁ ଆଦୌ ବି ପସନ୍ଦ କରନ୍ତିନି। ଆଉ ଏଇ ଥ୍ରୋରେ ଆପଣମାନେ ଭେଜିଟେବୁଲ୍ ସବୁ ଖୁଆଇ ପାରିବେ ଆପଣଙ୍କ ପିଲାଙ୍କୁ। ଆଉ ବ୍ରେଡ୍ କ୍ରମ୍ସରେ କୋଟ୍ କଲା ପରେ ଆପଣମାନେ ଫ୍ରିଜ୍‌ରେ ବି 1ରୁ 2 ଦିନ ଷ୍ଟୋର୍ କରିକି ରଖିପାରିବେ। ତାକୁ ଯେତେବେଳେ ଖାଇବେ ସେତେବେଳେ ଗରମା ଗରମ ଫ୍ରାଏ କରିକି ଖାଇପାରିବେ। ଏଇଟା ଦେଖିବା ପାଇଁ ଯେତିକି ସୁନ୍ଦର ଥିଲା ସେତିକି ଖାଇବା ପାଇଁ ବି ଟେଷ୍ଟି ଥିଲା। ଆପଣମାନେ ଘରେ ଥରେ ଟ୍ରାଏ କରିକି ଦେଖନ୍ତୁ। ଯଦି ଭଲ ଲାଗୁଛି ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବା ପାଇଁ ଆଦୌ ବି ଭୁଲନ୍ତୁନି।